ଆମ ପ୍ରତ୍ୟେକଙ୍କଠାରେ 10 କୋଟି ଲେଖା ଚକ୍ର ରହିଛି। ତାହା ମଧ୍ୟରୁ 7 କୋଟି ଚକ୍ରର ନାମ ଉଲ୍ଲେଖଯୋଗ୍ୟ। ବଳକା 3 କୋଟି ଚକ୍ର ଅର୍ଥାତ୍ ଅଷ୍ଟମ, ନବମ ଓ ଦଶମ ଏଗୁଡ଼ିକ ସ୍ୱରର ନିମ୍ନ ଅଙ୍ଗ ସହିତ ସମ୍ପୃକ୍ତ ଥିବାରୁ କୌଣସି ମାନବହିତୈଷୀ ଅନୁଷ୍ଠାନ ଏ ବିଷୟରେ ଶିକ୍ଷା ଦିଏ ନାହିଁ। କାରଣ ଏଗୁଡ଼ିକ ସହିତ ଯେଉଁ ବିପଦ ଗୁନ୍ଥା ଥାଏ ତାହା ଏଡ଼େ ଭୟଙ୍କର ଯେ ସେହି ଚକ୍ରଗୁଡ଼ିକୁ ଜାଗ୍ରତ କରାଇବାର ଅର୍ଥ ନିଜର ସର୍ବନାଶକୁ ଡାକି ଆଣିବା। ଆମେ ଏବେ ଅନ୍ୟ 7 କୋଟି ଚକ୍ର ବିଷୟରେ ଆଲୋଚନା କରିବା। ପ୍ରଥମ ଚକ୍ରଟି ମେରୁଦଣ୍ଡର ମୂଳ ଭାଗରେ ଅବସ୍ଥିତ ଓ ଏହା ମୂଳାଧାର ଚକ୍ର ନାମରେ ପରିଚିତ। ଦ୍ୱିତୀୟ ଚକ୍ରଟି ନାଭିମଣ୍ଡଳ ନିକଟରେ ଅବସ୍ଥିତ ଓ ଏହା ମଣିପୁର ଚକ୍ର ନାମରେ ପରିଚିତ। ତୃତୀୟ ଚକ୍ରଟି ପ୍ଳୀହା ନିକଟରେ ଅବସ୍ଥିତ ଓ ଏହା ସ୍ୱାଧିଷ୍ଠାନ ଚକ୍ର ନାମରେ ପରିଚିତ। ଚତୁର୍ଥ ଚକ୍ରଟି ହୃତ୍ପିଣ୍ଡ ନିକଟରେ ଅବସ୍ଥିତ ଓ ଏହା ଅନାହତ ଚକ୍ର ନାମରେ ପରିଚିତ। ପଞ୍ଚମ ଚକ୍ରଟି ଗଳା ନିକଟରେ ଅବସ୍ଥିତ ଓ ଏହା ବିଶୁଦ୍ଧ ଚକ୍ର ନାମରେ ପରିଚିତ। ଷଷ୍ଠ ଚକ୍ରଟି ଦୁଇ ଭ୍ରୂର ମଧ୍ୟସ୍ଥଳରେ ଅବସ୍ଥିତ ଓ ଏହା ଆଜ୍ଞା ଚକ୍ର ନାମରେ ପରିଚିତ। ସପ୍ତମ ଚକ୍ରଟି ମସ୍ତକର ଶୀର୍ଷରେ ବା ତାଳୁ ଦେଶରେ ଅବସ୍ଥିତ ଓ ଏହା ବ୍ରହ୍ମରନ୍ଧ୍ର ଚକ୍ର ନାମରେ ପରିଚିତ। ବାକି ଯେଉଁ 3ଟି ଚକ୍ର ଆମ ଶରୀରର ନିମ୍ନ ଅଙ୍ଗ ନିକଟରେ ଅବସ୍ଥିତ ତା ସମ୍ବନ୍ଧରେ ଏଠାରେ କୌଣସି ଉଲ୍ଲେଖ କରାଯାଇ ନାହିଁ।